ଯେତେବେଳେ ଆପଣଙ୍କ ପକେଟରେ ଟଙ୍କା ପଇସା ଥିବ, ସେତେବେଳେ ହୁଏତ ଆପଣ କୌଣସି ଭୁଲ ରାସ୍ତାକୁ ଯାଇପାରନ୍ତି, କିନ୍ତୁ ଖାଲି ପକେଟ ଆପଣଙ୍କୁ ଜୀବନର ଅସଲି ମହତ୍ଵ ଶିଖେଇଦେବ। କୌଣସି କଥାକୁ ନେଇ ଭାବିବା ଛାଡ଼ି ଦିଅନ୍ତୁ। ଆପଣଙ୍କ ଜୀବନରେ କିଛି ଏମିତି କାମ କରନ୍ତୁ ଯେଉଁଥିରେ ଆପଣଙ୍କୁ ଛାଡ଼ିଥିବା ଲୋକେ ଯେମିତି ପସ୍ତେଇବେ। ଯଦି କେହି ବି ଆମର ଖରାପ କରିବା ପାଇଁ ଚିନ୍ତା କରୁଛି, ଯଦି କେହି ବି ଆମର ଖରାପ ଭାବି ଅନିଷ୍ଟ ଚିନ୍ତା କରୁଛି, ବନ୍ଧୁ, ଏସବୁ ତାର କର୍ମରେ ହିଁ ଲେଖା ହେବ। ଆମେ କୌଣସି ବି ଭୁଲ କାମ କରି ଆମ କର୍ମକୁ କେବେ ଖରାପ କରିବା କଥା ନୁହଁ। ଏ ଦୁନିଆର ଲୋକେ କ'ଣ କହିବେ, ଏ ଦୁନିଆର ଲୋକେ କ'ଣ ଭାବିବେ, ଏସବୁ କଥା ଛାଡ଼। ଥରେ ଭାବ, ଆପଣ ନିଜକୁ ନିଜେ କ୍ଷମା କରିପାରିବେ ତ? ଯଦି ଆପଣ କେବେ ବି କୌଣସି ମଣିଷକୁ ଆବଶ୍ୟକତା ଠାରୁ ଅଧିକ ସମ୍ମାନ ଦେବେ, ତେବେ ସେ ମଣିଷ ଆପଣଙ୍କୁ ତଳ ସ୍ତରର ମଣିଷ ବୋଲି ଭାବିବ। ଜୀବନରେ ସବୁବେଳେ ଅନ୍ୟମାନଙ୍କ ଭଳି ହେବା ପାଇଁ ଚେଷ୍ଟା କରନ୍ତୁନି। ଆପଣ ନିଜକୁ କିଛି ଏମିତି ଭାବରେ ପ୍ରସ୍ତୁତ କରନ୍ତୁ ଯେମିତି ଲୋକେ କହିବେ, ମୋତେ ୟା ଭଳି ହେବାର ଅଛି। ତୁମେ ତ ଏମିତିରେ ବହୁତ ଅନ୍ୟମାନଙ୍କର ଦୋଷ ସବୁ ବାଛି ଚାଲିଲ। ଥରେ ନିଜ ଭିତରେ ଯାଇ ନିଜକୁ ଦେଖ, ହୋସ୍ ନ ଉଡ଼ିଯିବ ଯଦି କହିବ। ସେ ଆଖିରେ ଲୁହ ହଉ କିମ୍ବା ସେ ହୃଦୟରେ ଯନ୍ତ୍ରଣା ହଉ, ଭଗବାନ ମୋତେ କେତେ ବି ଦେବା ପାଇଁ ଚାହୁଁଛନ୍ତି ଦିଅନ୍ତୁ, କିନ୍ତୁ ତାପରେ ବି ମୋ ମନୋବଳକୁ କେବେ କମ୍ କରିପାରିବେନି। ଦୁନିଆରେ ହଉ ଅବା ଆପଣଙ୍କ ଆଖପାଖରେ ଏମିତି ବହୁତ ଲୋକ ପାଇଯିବେ ଆପଣ, ଯେଉଁମାନେ ଜୀବନକୁ ସୁଧାର କରିବା ପାଇଁ ନୁହଁ ବନ୍ଧୁ, ବରଂ ଜୀବନରେ ବାହାନା ଦେଇ ଦେଇ ବଞ୍ଚନ୍ତି। କେବେ ବି ଜୀବନରେ ନିଜ ପିତାମାତାଙ୍କୁ ମିଛ କଥା କହିବେ ନାହିଁ, କାହିଁକି ନା ଜୀବନ ଦାନ ଦେଇଥିବା ଲୋକକୁ କେବେ ମିଛ କୁହାଯାଏନି। ଆପଣଙ୍କୁ ବିଶ୍ୱାସ ନହେଲେ ବି ଏକଥା ସତ, ଯେଉଁ ଲୋକ ପ୍ରକୃତରେ ହୃଦୟରୁ ଭାଙ୍ଗି ଯାଇଥାନ୍ତି, ସେମାନେ ହିଁ ତ ଅନ୍ୟ ମଣିଷମାନଙ୍କୁ ବଞ୍ଚିବା ଶିଖାନ୍ତି। ଯେଉଁ ଜିନିଷ ଆମକୁ ଉଚିତ ସମୟରେ ନ ମିଳେ, ତାହା ପରେ ମିଳୁ କିମ୍ବା ନ ମିଳୁ କିଛି ଫରକ ପଡ଼େନି। ତ ହସ ଖୁସିର ଦୁନିଆ ଭିତରେ ଆମେ ପୁଣି ଥରେ ଆଉ କେବେ ବି ଆସିବୁନି। ତତେ ନ କହି ତୋ ଦୁନିଆରୁ ଆମେ ଏତେ ଦୂରକୁ ଚାଲିଯିବୁ ଯେ ତୁ ଖୋଜିଲେ ବି ପାଇବୁନି। ଯଦି ଖେଳିବାର ଇଚ୍ଛା ଥିଲା, ତେବେ ତୁ କୌଣସି ଅନ୍ୟ ଜିନିଷ ସହ ବି ତ ଖେଳି ପାରିଥାନ୍ତୁ, କିନ୍ତୁ ତୁ ତ ମୋ ହୃଦୟ ସହ ଖେଳିଗଲୁ। ବିଶ୍ୱାସ ଓ ଭରସା ଏମିତିକା ଜିନିଷ ଗୁଡ଼ାଏ, ଏ ଜିନିଷ ଥରେ ଭାଙ୍ଗିଗଲେ ପୁଣି ଥରେ ଆଉ କେବେ ଗଢ଼ି ହୁଏ ନାହିଁ। ସେଥିପାଇଁ ଜୀବନରେ ଏ ଜିନିଷର ତୁମେ ନିଶ୍ଚୟ ଲକ୍ଷ୍ୟ ରଖିବ କି ଏମିତିକା ଭୁଲ କେବେ ବି ଯେମିତି ନ ହୁଏ। ମଣିଷ କେବେ ବି ମଣିଷକୁ ଧୋକା ଦେଇନଥାଏ ଆଜ୍ଞା। ଧୋକା ତ ଦିଏ ଆମେ କୌଣସି ମଣିଷ ଠାରୁ କରିଥିବା ଆଶା ଓ ଭରସା। କୌଣସି ବି ପକ୍ଷୀ ତାର ନିଜ ସନ୍ତାନମାନଙ୍କୁ କେବେ ବସା ତିଆରି କରିବାର କଳା ଶିଖେଇ ଛାଡ଼େନି ଆଜ୍ଞା। ବାସ୍ ସେ ତ କେବଳ ଉଡ଼ିବା ଶିଖେଇ ଦିଏ, ବାକି ସବୁ ପ୍ରକୃତି ଶିଖେଇଥାଏ। ଆପଣ ଏ ଦୁନିଆର ସମସ୍ତ ଜିନିଷ ସହ ଲଢ଼ି ତ ପାରିବେ, କିନ୍ତୁ ଗୋଟିଏ କଥା, ପ୍ରକୃତି ସହ କେବେ ବି ଲଢ଼ି ପାରିବେନି। ସେଥିପାଇଁ ବାୟୁ, ଜଳ ଓ ଅଗ୍ନି
ଏମାନଙ୍କ ଠାରୁ ଯଥାସମ୍ଭବ ନିଜକୁ ଦୂରେଇ ରଖନ୍ତୁ। ଯଦି ମୋ ସହ କଥା ନ ହୋଇ ତୁ ଖୁସିରେ ରହିପାରୁଛୁ, ତେବେ ତୋ ପାଖେ ମୋର ଅଭିଯୋଗ ବା କ'ଣ? ଆଉ ତୋ ଖୁସି ବି ଯଦି ମୁଁ ଦେଖି ନ ପାରିବି, ତେବେ ମୋ ଭଲ ପାଇବା ବା କ'ଣ? ଜୀବନ ଯୁଦ୍ଧରେ ତୁମେ ହାରିଯିବା ପାଇଁ ଯେବେ ବି ଇଚ୍ଛା କର, ତେବେ ଗୋଟିଏ କଥା ନିଜ ମନ ଭିତରେ ତୁମେ ନିଶ୍ଚୟ ଆଣିବ। ସେଇ ଲୋକମାନଙ୍କୁ ତୁମେ କ'ଣ ବା ଉତ୍ତର ଦେବ, ଯେଉଁମାନେ ଦିନେ କହିଥିଲେ ଏ କାମ ତୋ ଦ୍ୱାରା ହେବନି। ଯଦି ଆପଣ ଏକଥା ଚାହୁଁଛନ୍ତି କି ଆପଣଙ୍କ ଜୀବନରେ ଆପଣଙ୍କୁ କେବେ ଅସୁବିଧା ଆସିବନି, କେବେ କଷ୍ଟ ଆସିବନି, କେବେ ଦୁଃଖ ଆସିବନି, ତେବେ ଗୋଟିଏ କଥା କହିବି ଆଜ୍ଞା, ଆପଣ ଅସମ୍ଭବ କଥାର ବିଚାର କରୁଛନ୍ତି। ଭରସା ଓ ବିଶ୍ୱାସ କେବେ ବି କୌଣସି ମଣିଷ ଠାରୁ ମାଗାଯାଏନି ଆଜ୍ଞା। ଇଏ ଏମିତିକା ସମ୍ପତ୍ତି ଯାହାକି ହୃଦୟ ଜିତି କମେଇବାକୁ ପଡ଼େ। ଭଗବାନଙ୍କ ପାଖରେ ଏଇ ମୋର ଗୋଟିଏ ଅନୁରୋଧ ରହିବ, କାଶ ତୁମେ ମଣିଷମାନଙ୍କୁ ତିଆରି କରିବା ଆଗରୁ ମଣିଷ କମ୍ ଆଉ ମଣିଷ ପଣିଆ ଟିକେ ଅଧିକ ଦେଇ ଦିଅନ୍ତ କି? ସେ ରଙ୍ଗ ଛାଡ଼ୁଥିବା କୌଣସି ପୋଷାକ ହେଉ କିମ୍ବା ସେ ରଙ୍ଗ ବଦଳାଉଥିବା କୌଣସି ମଣିଷ ବି ହେଉ, ସେମାନେ କେତେ ବି ବ୍ରାଣ୍ଡେଡ୍ ହୋଇଥାନ୍ତୁ ନା କାହିଁକି, ଦିନେ ନା ଦିନେ ହୃଦୟରୁ ବାହାରକୁ ଚାଲି ହିଁ ଯାଆନ୍ତି। ତୁ ବିଶ୍ୱାସ କରିବୁ ନାହିଁ, ଏବେ ବି ମୋତେ ଲୋକେ ପଚାରୁଛନ୍ତି ଆମ ଅଲଗା ହେବାର କାରଣ। ବାସ୍ ମୁଁ ମୋର ଭୁଲ ବୋଲି କହି ତତେ ଇଜ୍ଜତ ଯିବାରୁ ବଞ୍ଚେଇ ଦେଉଛି। ଯେତେବେଳେ ସମସ୍ୟା ନିଜ ଲୋକମାନଙ୍କ ସହ ରହିଛି, ସେତେବେଳେ ନ୍ୟାୟ କରିବାର, ବିଚାର କରିବାର କୌଣସି ଆବଶ୍ୟକତା ନାହିଁ ଆଜ୍ଞା। ସେତେବେଳେ ତ ଆବଶ୍ୟକତା ରହିଛି ସମାଧାନ ଖୋଜିବାର। ଏମିତିରେ ମୁଁ ଅଭିମାନ କରିନି ତୋ ଉପରେ, କିନ୍ତୁ ତୁ ବିନା ମୋ ହୃଦୟ ଭାଙ୍ଗିଦେଲୁ। ମୋର ଗୋଟିଏ ଇଚ୍ଛା କି ତୋ ସହ ରହିବା ପରେ ଏ ଦୁନିଆର ଲୋକେ କ'ଣ ବା କହିବେ, ଆଉ ତୋର ବି ସେଇ ଇଚ୍ଛା ତୁ ମୋ ସହ ରହିଲା ପରେ ତୋତେ ଏ ଦୁନିଆ ଲୋକେ କ'ଣ କହିବେ। ବିଶ୍ୱାସ ଯଦି ମୁଁ ଅନ୍ୟ କାହା ଉପରେ କରିଥାନ୍ତି, ହୁଏତ ଏତେ କଷ୍ଟ ହୋଇନଥାନ୍ତା, କିନ୍ତୁ ବିଶ୍ୱାସ ମୁଁ ତୋ ଉପରେ କଲି, ଆଉ ତତେ ମୁଁ ମୋ ଜୀବନ ଭାବିଥିଲି। ଏ ଦୁନିଆ ବଦଳିଗଲା, କିଛି ଦୁଃଖ ନାହିଁ। ଏ ଦୁନିଆ ମୋତେ କଷ୍ଟ ଦେଲା, କିଛି ଦୁଃଖ ନାହିଁ। କିନ୍ତୁ ତୁ ବଦଳିଯିବୁ ଏକଥା ମୁଁ କେବେ ଭାବି ହିଁ ନଥିଲି। ଯେତେବେଳେ ତୁମେ ନିଜକୁ କୌଣସି ବି ପରିସ୍ଥିତିରେ ଭାଙ୍ଗିଯିବାର ଦେଖ, ତେବେ ମନ ଦୁଃଖ କରିବ ନାହିଁ, ଚିନ୍ତା କରିବ ନାହିଁ। ହୁଏତ ଭଗବାନ ତୁମକୁ କୌଣସି ଗୋଟେ ବଡ଼ ଖେଳର ଖେଳାଳି କରିବା ପାଇଁ ପ୍ରସ୍ତୁତ କରୁଛନ୍ତି। ନିଜ ମନୋବଳ କେବେ ବି ହାରିବ ନାହିଁ। ପ୍ରକୃତରେ ସେଇ ମଣିଷ ହାରେ ନାହିଁ ଯିଏ ମନୋବଳ ଆଉ ନିଜ ପ୍ରାଣରୁ ସମ୍ପୂର୍ଣ୍ଣ ଚେଷ୍ଟା କରିଥାଏ। ଆଉ ଭାଗ୍ୟ ବଳରେ ସଫଳତା ତ କୌଣସି ମଣିଷକୁ ମିଳି ବି ଯାଇପାରେ। ଏବେ ବି କୌଣସି ମଣିଷକୁ ନିଜର ସୁଖ ହଉ କିମ୍ବା ଦୁଃଖ ହଉ କହିବାର କୌଣସି ବି ଆବଶ୍ୟକତା ନାହିଁ। କାହିଁକି ନା ଯଦି ଲୋକକୁ ଆପଣ ନିଜର ସୁଖ କଥା କହିବେ, ସେମାନେ ସେଥିରେ ନଜର ଲଗେଇବେ। ଆଉ ଯଦି ସେମାନଙ୍କୁ ନିଜ ଦୁଃଖ କଥା କହିବେ, ସେମାନେ ସେଥିରେ ଲୁଣ ଛିଞ୍ଚି ଦେବେ। କେବେ କେବେ ପାଖରେ ବସିଥିବା ଲୋକ, ସାଙ୍ଗରେ ରହୁଥିବା ଲୋକ ଅତି ନିଜର ହୋଇନଥାଏ।
ଆପଣ ବିଶ୍ୱାସ କରିବେନି ଆଜ୍ଞା, ମୁଁ ମୋ ଅନୁଭବରୁ କହୁଛି। ସତରେ ଯଦି କୌଣସି ମଣିଷ ପ୍ରତି ନିଜ ହୃଦୟରେ ଭଲ ପାଇବା ଥିବ ନା, ତାର କିଛି ବି ଅସୁବିଧା ହେଲେ ଆପଣ ନିଶ୍ଚୟ ଜାଣିପାରିବେ। ଆଉ ଯଦି ଭଲ ପାଇବା ନଥାଏ, କେତେ ପାଖରେ ରହିଲେ ବି ଜାଣିପାରିବେନି। ଦିନେ ତୁ ବିଚଳିତ ହବୁ ମୋ ସ୍ୱର ଶୁଣିବା ପାଇଁ, ଏଇ ଶପଥ ମୋର କେବେ ଫେଲ୍ ଯିବ ନାହିଁ। ବିଶ୍ୱାସ ଓ ଭରସା ଯେଉଁ ପର୍ଯ୍ୟନ୍ତ ଏ ଦୁନିଆ ଲୋକଙ୍କ ଉପରେ ରଖିବେ, ସେ ପର୍ଯ୍ୟନ୍ତ ଜୀବନରେ ଆପଣ କେବେ ଖୁସିରେ ରହିପାରିବେନି। ଆଉ ବିଶ୍ୱାସ ଓ ଭରସା ଯେବେ ନିଜ ଉପରେ ରଖିବେ, ସେତେବେଳେ ଆପଣ ବହୁତ ଖୁସିରେ ରହିବେ। ମୁଁ ଜାଣିଛି ମୋ ସମୟ ଏବେ ବହୁତ ଖରାପ ଚାଲିଛି, କିନ୍ତୁ ସେଥିରେ ମୁଁ ଚିନ୍ତିତ ନୁହଁ। ଏ ଖରାପ ସମୟ ମୋର ନିଜର କିଏ ମୋର ପର କିଏ ସବୁ ମୋତେ ଜଣେଇ ଜଣେଇ ଯାଉଛି।